Okay, let's pray. प्रार्थना करो, आंखें बंद करो। Dear God, thank you for today. प्रिय परमेश्वर आज पे बहुत धन्यवाद दूची। Thank you for these people. धन्यवाद दूची लोकमान को पाई। I pray you would bless them and help them. ମୁଁ ପ୍ରାର୍ଥନା କରୁଛି ସେମାନଙ୍କୁ ତୁମେ ଆଶୀର୍ବାଦ କର, ସାହାଯ୍ୟ କର। I pray that you would help them to understand the Bible. ମୁଁ ପ୍ରାର୍ଥନା କରୁଛି ସେମାନଙ୍କୁ ତୁମେ ସାହାଯ୍ୟ କର ଯେପରି ବାଇବଲକୁ ବୁଝି ପାରିବେ। I pray that they would not believe any lies of Satan. ଯେପରି ସେମାନେ ମୁଁ ପ୍ରାର୍ଥନା କରୁଛି ସେମାନଙ୍କୁ କୌଣସି ମିଛକୁ ଯେପରି ବିଶ୍ୱାସ ନ କରିପାରିବେ, ଶୈତାନକୁ ବିଶ୍ୱାସ ନ କରିପାରିବେ। I pray that you would help Anata translate today. ଆଉ ତୁମେ ଆଜି ଅନନ୍ତକୁ ତୁମେ ସାହାଯ୍ୟ କର ଅନୁବାଦ କରିବା ପାଇଁ। We thank you for this time in Jesus' name. Amen. ଏ ସମୟ ପାଇଁ ଆମେ ଧନ୍ୟବାଦ ଦେଇକି ଯୀଶୁଙ୍କ ନାମ ମାଗୁଛୁ। ଆମେନ୍। Today we're going to read Revelation chapter 21 verses 1 to 8 about heaven. Okay. Revelation 21 1 to 11. Chapter 21 verses 1 to 8. Okay. ପରେ ମୁଁ ଏକ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ ଦେଖିଲି, କାରଣ ପ୍ରଥମ ଆକାଶମଣ୍ଡଳ ଓ ପ୍ରଥମ ପୃଥିବୀ ଲୋପ ପାଇଥିଲା, ପୁଣି ସମୁଦ୍ର ଆଉ ନଥିଲା। ପୁଣି ମୁଁ ପବିତ୍ର ନଗରୀ ଅର୍ଥାତ୍ ନୂତନ ଜେରୁସାଲେମକୁ ବର ନିମନ୍ତେ ସଜ୍ଜିତା କନ୍ୟାର ସଦୃଶ୍ୟ ପ୍ରସ୍ତୁତ ହୋଇ ସ୍ୱର୍ଗରୁ ଈଶ୍ୱରଙ୍କ ନିକଟରୁ ଅବତରଣ କରିବାର ଦେଖିଥିଲି। ଆଉ ମୁଁ ସିଂହାସନ ମଧ୍ୟରୁ ଗୋଟିଏ ମହାଶବ୍ଦ ଏହା କହିବାକୁ ଶୁଣିଲି, ଦେଖ, ମନୁଷ୍ୟମାନଙ୍କ ମଧ୍ୟରେ ଈଶ୍ୱରଙ୍କ ବାସସ୍ଥାନ ଅଛି। ସେ ସେମାନଙ୍କ ସହିତ ବାସ କରିବେ, ଆଉ ସେମାନେ ତାହାଙ୍କ ଲୋକ ହେବେ। ପୁଣି ଈଶ୍ୱର ସ୍ୱୟଂ ସେମାନଙ୍କ ସଙ୍ଗରେ ରହିବେ ଓ ସେମାନଙ୍କ ଚକ୍ଷୁରୁ ସମସ୍ତ ଅଶ୍ରୁ ଜଳ ପୋଛିଦେବେ। ମୃତ୍ୟୁ ଆଉ ଘଟିବ ନାହିଁ, ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ, କାରଣ ପୂର୍ବ ବିଷୟ ସବୁ ଲୋପ ପାଇଅଛି। ପରେ ସିଂହାସନ ପିଷ୍ଟ ବ୍ୟକ୍ତି କହିଲେ, ଦେଖ, ଆମ୍ଭେ ସମସ୍ତ ବିଷୟ ନୂତନ କରୁଅଛୁ। ଆଉ ସେ କହିଲେ, ଲେଖ, କାରଣ ଏହି ସମସ୍ତ ବାକ୍ୟ ବିଶ୍ୱସନୀୟ ଓ ସତ୍ୟ। ସେ ମୋତେ ଆହୁରି କହିଲେ, ସମସ୍ତ ସମାପ୍ତ ହୋଇଅଛି। ଆମ୍ଭେ କ ଓ କ୍ଷ, ଆଦି ଓ ଅନ୍ତ, ଯେ ତୃଷାର୍ତ୍ତ ତାହାକୁ ଆମ୍ଭେ ଜୀବନ ରୂପ ନିର୍ଝରରୁ ବିନା ମୂଲ୍ୟର ପାନ କରିବାକୁ ଦେବୁ। ଯେ ଜୟ କରେ ସେ ଏହି ସମସ୍ତ ଅଧିକାରୀ ହେବ। ଆମ୍ଭେ ତାହାଙ୍କର ଈଶ୍ୱର ହେବୁ, ପୁଣି ସେ ଆମ୍ଭର ପୁତ୍ର ହେବ। କିନ୍ତୁ ଯେଉଁମାନେ ଭୀରୁ, ଅବିଶ୍ୱାସୀ, ଘୃଣ୍ୟ, କଳଙ୍କିତ, ନରଘାତକ, ବ୍ୟଭିଚାରୀ, ମାୟାବୀ, ପ୍ରତିମା ପୂଜକ, ସେମାନେ ଓ ସମସ୍ତ ମିଥ୍ୟାବାଦୀ ଅଗ୍ନି ଓ କନ୍ଦକ ପ୍ରଜ୍ୱଳିତ ରୁଦ୍ରରେ ଅଂଶ ପାଇବେ। ଏହା ହିଁ ଦ୍ୱିତୀୟ ମୃତ୍ୟୁ। Amen. Amen. Can you read verse 27 as well? Okay, 27. Okay. କୌଣସି ଅଶୁଚି ବିଷୟ କିଏ ବା ଘୃଣ୍ୟ କର୍ମକାରୀ ଓ ମିଥ୍ୟାଚାରୀ କେହି ସେଥିରେ କଦାପି ପ୍ରବେଶ କରିବେ ନାହିଁ, କେବଳ ଯେଉଁମାନେ ନାମ ମେଷ ଶାବକଙ୍କ ଜୀବନ ପୁସ୍ତକରେ ଲିଖିତ ଅଛି ସେମାନେ ପ୍ରବେଶ କରିବେ। Amen. This is the Apostle John's description of heaven as given to him by God. ଆଉ ଏଇଟା ହେଉଛି ଅପୋଷ୍ଟଲ ପ୍ରେରିତ ଜନ୍ ଲେଖିଲେ, ଯୋଉଟା କି ସ୍ୱର୍ଗରୁ ପରମେଶ୍ୱର ତାକୁ ଦେଲେ। We all have a soul, and one day we will all either go to heaven or to hell. ଆମେ ସମସ୍ତଙ୍କ ପାଖରେ କୌଣସି ପ୍ରାଣ ଅଛି, ଦିନେ ଆମେ ସମସ୍ତେ ସ୍ୱର୍ଗ ଯିବା। Read Revelation 21 verse 1 and 2. Okay, 21 verses 1 and 2. ପରେ ମୁଁ ଏକ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ ଦେଖିଲି, କାରଣ ପ୍ରଥମ ଆକାଶମଣ୍ଡଳ ଓ ପ୍ରଥମ ପୃଥିବୀ ଲୋପ ପାଇଥିଲା, ପୁଣି ସମୁଦ୍ର ଆଉ ନଥିଲା। ପୁଣି ମୁଁ ପବିତ୍ର ନଗରୀ ଅର୍ଥାତ୍ ନୂତନ ଜେରୁସାଲେମକୁ ବର ନିମନ୍ତେ ସଜ୍ଜିତା କନ୍ୟାର ସଦୃଶ୍ୟ ପ୍ରସ୍ତୁତ ହୋଇ ସ୍ୱର୍ଗରୁ ଈଶ୍ୱରଙ୍କ ନିକଟରୁ ଅବତରଣ କରିବାର ଦେଖିଲି। Amen. Okay. One day we will all die. ଦିନେ ଆମେ ସମସ୍ତେ ମୃତ୍ୟୁବରଣ କରିବା। What happens after we die?
ଆଉ ମରଲା ପରେ ଆମର କଣ ହେବ ଜାଣିଛ କି? Many men have ideas about this, but what does God say? ଆଉ ପ୍ରତ୍ୟେକ ଲୋକମାନଙ୍କ ଠାରେ ସେମାନଙ୍କର ଗୋଟେ ଗୋଟେ ଆଇଡିଆ ଅଛି କଣ ପ୍ରଭୁ କହୁଛି। The Apostle John writes about it here. ଆଉ ଏଇଠାରେ ଅପୋଷ୍ଟଲ ପାଉଲ ଲେଖୁଅଛନ୍ତି Each of us was created in the image of God. ଆମେ ସମସ୍ତେ ପ୍ରଭୁଙ୍କର ଛବିରେ ସୃଷ୍ଟି ହେଉଛୁ। We have an eternal soul that lives forever. ଆଉ ଆମ ପାଖରେ ଅନନ୍ତ ପ୍ରାଣ ଅଛି ଯୋଉଟା କି ଆମେ ଅନନ୍ତ କାଳ ପର୍ଯ୍ୟନ୍ତ ବାସ କରିବା। Our soul will go on to be with God in heaven or separated from God in the lake of fire. ଆମ ପ୍ରାଣ ପରମେଶ୍ୱରଙ୍କ ସହିତ ରହିବ ନା ନରକରେ ଯାଇକି ପଡିବ। There is no reincarnation. ସେଠାରେ ଆଉ ପୁନର୍ଜନ୍ମ ନାହିଁ। There is no second chance. ସେଠାରେ ଆଉ ସୁଯୋଗ ନାହିଁ। This is why our life is very important. ସେଥିପାଇଁ ଆମର ଜୀବନ ହେବ ପାଇଁ ବହୁତ ମୂଲ୍ୟବାନ। What you do here and now matters for eternity. ଆଉ ଯଦି ତୁମେ ଅନନ୍ତ ଜୀବନ ବିଷୟରେ ତୁମେ କଣ ଭାବୁଛ? God is the karma judge that will determine where you go. ଆଉ ପରମେଶ୍ୱର ହଉଛନ୍ତି ଗୋଟେ ପ୍ରକୃତି ପରମେଶ୍ୱର ବିଚାରକର୍ତ୍ତା ଯେ କି ସେ ହିଁ ଆମକୁ ନିଷ୍ପତ୍ତି ନିଅନ୍ତି ଆମେ ସ୍ୱର୍ଗ ଯିବୁ ନା ନର୍କ ଯିବୁ ତାଙ୍କ ହାତରେ ହିଁ ଅଛି। Those who trusted Jesus Christ for eternal life will end up in heaven forever. ଆଉ ଯେଉଁ ଲୋକମାନେ ଯୀଶୁଙ୍କୁ ବିଶ୍ୱାସ କରିବେ ସେମାନଙ୍କୁ ଅନନ୍ତ ଜୀବନ ଯୀଶୁ ଖ୍ରୀଷ୍ଟ ଦେବେ। What is heaven? ସ୍ୱର୍ଗ କଣ? At the end of time, after the world is judged for its evil, God will create a new heaven and earth. ଆଉ ଆଉ ଶେଷ ମୁହୂର୍ତ୍ତରେ ଶେଷ ସମୟରେ ଶେଷ ସଂସାରରେ ଆଉ କଣ ହବ ଯୀଶୁ ଖ୍ରୀଷ୍ଟ ଆସିବେ ଆଉ ସେ ବିଚାର କରିବେ ଆଉ ବିଚାର କଲା ପରେ ଏଇ ସଂସାରକୁ ଯୋଉ ପୃଥିବୀକୁ ସେ ନଷ୍ଟ କରିଦେବେ ଆଉ ଗୋଟେ ନୂଆ ସ୍ୱର୍ଗ ସେ ସୃଷ୍ଟି କରିବେ। The Bible calls this place New Jerusalem. ଆଉ ବାଇବଲ କହୁଛି ସେଟା ହଉଛି ନୂତନ ଜେରୁସାଲାମ ବୋଲିକି। Heaven is an actual place, not a state of mind. ଆଉ sorry? Heaven is an actual place where we go. It is not a state of mind. ସ୍ୱର୍ଗ ହଉଛି ସେଟା ପ୍ରକୃତିକ ଜାଗା ସେଟା ଗୋଟେ ମନର ଜାଗା ନାହିଁ। God dwells in heaven. ଆଉ ପରମେଶ୍ୱର ସ୍ୱର୍ଗରେ ବାସ କରୁଛନ୍ତି। It is the final home of the believer in Jesus Christ. ଆଉ ଏଇଟା ହଉଛି ଶେଷର ଘର ସ୍ୱର୍ଗ ହଉଛି ଆମମାନଙ୍କର ଶେଷର ଘର ଯୋଉମାନେ ଯୀଶୁଙ୍କୁ ବିଶ୍ୱାସ କରିବେ ସେମାନେ ଯାଇ ସେଇଠି ରହିବେ। All those who love Jesus Christ will be there. ଆଉ ଯୋଉ ଲୋକମାନେ ଯୀଶୁଙ୍କୁ ପ୍ରେମ କରୁଛନ୍ତି ବିଶ୍ୱାସ କରୁଛନ୍ତି ସେମାନେ ସେଠାରେ ରହିବେ। When believers go to heaven, it is described in the same way as when a bride meets her husband for a wedding. ଆଉ ଗୋଟେ ବିଶ୍ୱାସୀ ଯଦି ସ୍ୱର୍ଗ ଯାଉଛି ଏଇ ପ୍ରକାର ଯେମିତିକି ଗୋଟେ କନ୍ୟା ବରକୁ ଜଗିଥାଏ ତାଙ୍କର ହଜବେଣ୍ଡ ସହିତ ତାଙ୍କ ସ୍ୱାମୀ ସହିତ ମିଶିବା ପାଇଁ ସେଇ ପ୍ରକାର ଆମେ ଯାଇକି ଯୀଶୁଙ୍କ ସହିତ ମିଶିବା। It will be a time of joy and happiness. ଆଉ ସେଇଠାରେ ଆନନ୍ଦ ଖୁସି ଥାଏ। Just like a wedding party. ଆଉ ଯେ ପ୍ରକାର କି ବାହାଘରରେ ଯେ ପ୍ରକାର ଆନନ୍ଦ ହୁଏ ସେଇ ପ୍ରକାର। But we only have one chance at this. କିନ୍ତୁ ଆମ ପାଖରେ ଗୋଟିଏ ସୁଯୋଗ ଅଛି। We do not have 1,000 chances, only one chance. ଆମ ପାଖରେ ହଜାର ସୁଯୋଗ ନାହିଁ ଗୋଟିଏ ହିଁ ସୁଯୋଗ ଅଛି। If you die today, will you go to heaven? ଆଜି କଣ ତୁମେ ମରିଗଲେ ସ୍ୱର୍ଗ ଯାଇପାରିବ କି? Let's read verse 3 and 4. ଆଉ ମୁଁ ସିଂହାସନ ମଧ୍ୟରୁ ଗୋଟିଏ ମହାଶବ୍ଦ ଏହା କହିବାର ଶୁଣିଲି ଦେଖ ମନୁଷ୍ୟମାନଙ୍କ ମଧ୍ୟରେ ଈଶ୍ୱରଙ୍କ ବାସସ୍ଥାନ ଅଛି ସେ ସେମାନଙ୍କ ସହିତ ବାସ କରିବେ ଆଉ ସେମାନେ ତାଙ୍କ ଲୋକ ହେବେ ପୁଣି ଈଶ୍ୱର ସ୍ୱୟଂ ସେମାନଙ୍କ ସଙ୍ଗରେ ରହିବେ ଓ ସେମାନଙ୍କ ଚକ୍ଷୁରୁ ସମସ୍ତ ଅଶ୍ରୁ ଜଳ ପୋଛିଦେବେ ମୃତ୍ୟୁ ଆଉ ଘଟିବ ନାହିଁ ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ କାରଣ ପୂର୍ବ ବିଷୟ ସବୁ ଲୋପ ପାଇଅଛି। What is heaven like?
ସ୍ୱର୍ଗର ଜୀବନ କ'ଣ? It's a place where believers live with God forever. ଆଉ ଏଇ ଜାଗା ହଉଛି ଗୋଟେ ବିଶ୍ୱାସୀ ଲୋକର ଜାଗା, ଯେ କି ପରମେଶ୍ୱରଙ୍କ ସହିତ ମିଶିକି ରହିବ ଅନନ୍ତ କାଳ ପର୍ଯ୍ୟନ୍ତ, ସବୁଦିନ ପାଇଁ। It is a place of no evil, ସେଇଠାରେ ଶୈତାନ ନାହିଁ, no sorrow, ସେଇଠାରେ ଦୁଃଖ ନାହିଁ, no suffering, ସେଠାରେ କିଛି ସଂଘର୍ଷ କରିପାରିବ ନାହିଁ ଆମେ, no pain, କିଛି କଷ୍ଟ ନାହିଁ ସେଠାରେ, no death, ମୃତ୍ୟୁ ନାହିଁ ସେଠାରେ, no crying. ସେଠାରେ କ୍ରନ୍ଦନ ନାହିଁ, All of those things will be no more. ଆଉ ସେଠାରେ ଆମେ ଖୁସିରେ ହିଁ ରହିବା, ଏଗୁଡାକୁ କିଛି ସେଠାରେ ନଥିବ। Evil will be destroyed. ଆଉ ଶୈତାନ ଏଟାକୁ ନଷ୍ଟ କରିବା ପାଇଁ ଚାହୁଁଛି। The hope is being in a real place with God forever. ମୁଁ ଆଶା କରୁଛି ତୁମମାନେ ପ୍ରକୃତିକ ଜାଗାକୁ ତୁମେ ଯିବେ ପରମେଶ୍ୱରଙ୍କ ସହିତ ଶେଷ ପର୍ଯ୍ୟନ୍ତ ରହିବା ପାଇଁ। You will be able to enjoy God forever. ଆଉ ତୁମେ ପରମେଶ୍ୱରଙ୍କ ସହିତ ଆନନ୍ଦିତ ହୋଇକି ସେଇଠାରେ ରହିବ ଶେଷ ଦିନ ପର୍ଯ୍ୟନ୍ତ। God is all powerful. ପରମେଶ୍ୱର ହେଉଛି ଶକ୍ତିଶାଳୀ ପରମେଶ୍ୱର। He can be everywhere at the same time. ମନେ ରଖନ୍ତୁ, ପ୍ରତ୍ୟେକ ଜାଗାରେ ସେ ଦେଖାଯାଏ। ଏଠି ଯଦି ଦେଖାଯାଉଛି ମାନେ ଆମେରିକାରେ ମଧ୍ୟ କି ଲଣ୍ଡନରେ ମଧ୍ୟ କି ଅଷ୍ଟ୍ରେଲିଆରେ ମଧ୍ୟ ସେ ଦେଖାଯିବ। He knows everything. ସେ ସବୁ କିଛି ଜାଣିଅଛନ୍ତି। He's unlimited. ସେ ଗୋଟେ ସୀମା ଅଛି ତାଙ୍କର। Think of all the things that God can do. ଚିନ୍ତା କର, ପରମେଶ୍ୱର ସବୁ କିଛି କରିପାରନ୍ତି। Why would you want to come back to earth again? କାହିଁକି ଆମେ ପୁଣି ଥରେ ଏ ସଂସାରକୁ ଆମେ ଆସିବା? Why would you want to go through life again with all of the hard times? କାହିଁକି ଆମେ ଆମର ସେ ଜୀବନକୁ ଯିବା ଯୋଉ ଜୀବନରେ କି ଆମେ ଅନେକ ଦୁଃଖ କଷ୍ଟ ତାଡ଼ନା ପାଉଥିଲୁ। In reincarnation, what is your hope? ଶରୀର ହେବାର ତୁମର କ'ଣ ଆଶା ଅଛି? Do you really want to be a nothing energy with the galaxy? ତୁମର ପାଖରେ କିଛି ଶକ୍ତି ନାହିଁ କି? That sounds terrible. ଆଉ ସେଟା ହେଉଛି ଅତି ଭୟଙ୍କର। Fortunately, it is not true. ଆଉ କୁଡ଼ା ସତ୍ୟ ନୁହେଁ। God loves you. He wants to be with you forever. ପରମେଶ୍ୱର ତୁମକୁ ପ୍ରେମ କରୁଛନ୍ତି, ସେଥିପାଇଁ ସେ ତୁମମାନଙ୍କ ସହିତ ଆଉ ସବୁଦିନ ପାଇଁ ରହିବା ପାଇଁ ଚାହୁଁଛନ୍ତି। Just like a new bride and a new husband. ଆଉ ସେ ଗୋଟେ ନୂଆ ସ୍ୱାମୀ ଆଉ ନୂଆ କନ୍ୟା ପରି। Do you want to go to heaven? ତୁମେ କ'ଣ ସ୍ୱର୍ଗ ଯିବାକୁ ଚାହୁଁଛ କି? Let's read verse 5 to 7. ପରେ ସିଂହାସନ ପବିଷ୍ଟ ବ୍ୟକ୍ତି କହିଲେ, ଦେଖ, ଆମ୍ଭେ ସମସ୍ତ ବିଷୟ ନୂତନ କରିଅଛୁ। ଆଉ ସେ କହିଲେ, ଲେଖ, କାରଣ ଏହି ସମସ୍ତ ବାକ୍ୟ ବିଶ୍ୱସନୀୟ ଓ ସତ୍ୟ। ସେ ମୋତେ ଆହୁରି କହିଲେ, ସମସ୍ତ ସମାପ୍ତ ହୋଇଅଛି। ଆମ୍ଭେ କ ଆଉ କ୍ଷ, ଆଦି ଓ ଅନ୍ତ, ଯେ ତୃଷାର୍ତ୍ତ ତାହାକୁ ଆମ୍ଭେ ଜୀବନ ରୂପ ନିର୍ଝରରୁ ବିନା ମୂଲ୍ୟରେ ପାନ କରିବାକୁ ଦେବୁ। Who is in heaven? Sorry? Who is in heaven? ଆଉ କିଏ ସ୍ୱର୍ଗ? God is there. କିଏ ଅଛନ୍ତି ସ୍ୱର୍ଗରେ? Believers in Jesus Christ. Believers in Jesus Christ are there. ଆଉ ଯୀଶୁ ଖ୍ରୀଷ୍ଟ ସେଠାରେ ଅଛନ୍ତି। Why? କାହିଁକି? Because God is holy. କାରଣ ପରମେଶ୍ୱର ହେଉଛି ପବିତ୍ର। He cannot be around evil. ସେ କେବେ ମଧ୍ୟ ସେ ମନ୍ଦ କାମ କରିକି ସେ ମାନେ ଜଗତରେ ଭୁଲି ନାହାନ୍ତି। Evil cannot be around God. ଆଉ କେବେ ମଧ୍ୟ ଶୈତାନ ପରମେଶ୍ୱରଙ୍କ ସହିତ ରହିପାରିବ ନାହିଁ। It is like light and darkness. ଏଟା ଗୋଟେ ଜ୍ୟୋତି ଆଉ ଅନ୍ଧକାର ପରି। The two cannot be together.
ଜ୍ୟୋତି ଆଳୁଅ ଆଉ ଅନ୍ଧକାର କେବେ ମଧ୍ୟ ମିଶିକି ରହିବେ ନାହିଁ। God does not need darkness. ପରମେଶ୍ୱର କେବେ ଅନ୍ଧକାରକୁ ସେ ଚାହିଁବ ନାହିଁ। God is the source of love and life and truth. ଆଉ ପରମେଶ୍ୱର ଅଛନ୍ତି ଗୋଟେ ପ୍ରେମର ଭଣ୍ଡାର, ପ୍ରେମର ସତ୍ୟ ଅଛି। However, we have a problem. ଯେତେ ବି ଆମ ଜୀବନରେ ଅସୁବିଧା ଆସୁ, We do sins. ଆମେ ପାପରେ ପିତୁ ଅଛୁ, We tell lies. We steal. ଆମେ ମିଛ କହୁଛୁ, ଚୋରି କରୁଛୁ, We hate people. We disobey our parents. ଆମେ ପରିବାରର ଅନଜ୍ଞାକାରୀ ହଉଛୁ, ଲୋକକୁ ଆମେ ଘୃଣା କରୁଛୁ, We use God's name as a bad word. ଆଉ ମିଛ କଥାରେ ଆମେ ପରମେଶ୍ୱରଙ୍କ ନାମ ବି ଧରୁଛୁ। We do many evil things that separate us from God. ଆମେ ଅନେକ ମନ୍ଦ କାମ କରୁଛୁ, ସେଥିପାଇଁ ପରମେଶ୍ୱରଙ୍କ ଠାରୁ ଆମେ ଅଲଗା ଅଛୁ। They break our relationship with God. ଆଉ ଆମେ ପରମେଶ୍ୱରଙ୍କ ସହିତ ଯୋଉ ସମ୍ପର୍କ ଅଛି, ସେ ସମ୍ପର୍କକୁ ଆମେ ଭାଙ୍ଗି ଦଉଛୁ। How can the relationship be fixed? ଆଉ କି ପ୍ରକାର ଆମେ ଆଉ ସମ୍ପର୍କକୁ ଆମେ ଫିକ୍ସ କରିପାରିବା, ସମ୍ପର୍କକୁ ଆମେ ଆଗକୁ ବଢେଇ ପାରିବା? The answer was to come to earth as Jesus Christ to overcome the power of sin. ଆଉ ସେଇଠାରେ ଉତ୍ତର ଅଛି ଯେ ଯୀଶୁ ଖ୍ରୀଷ୍ଟ ପାପରୁ ସେ ବିଜୟ ଲାଭ କଲେ। He decided to die on the cross for our sins. ଆଉ ସେ ଆମର ପାପ ପାଇଁ ସେ କଣ ହେଲେ ମୃତ୍ୟୁବରଣ କଲେ। He took the punishment for our sin instead of us. ଆଉ ସେ ଆମର ପାପ ପାଇଁ ସେ କଣ କଲେ, ପାନିଶମେଣ୍ଟ ବା ଦଣ୍ଡ ନିଜ ଉପରକୁ ନେଲେ। He's the only one that could overcome the power of sin and death and hell. ସେ ହିଁ ଜଣେ ବ୍ୟକ୍ତି ଯେ କି ମୃତ୍ୟୁ ଠାରୁ ଆଉ ପାପ ଠାରୁ ସେ ବିଜୟ ଲାଭ କଲେ। He did that when he came back from the dead after 3 days. ଆଉ ଯେତେବେଳେ ସେ 3 ଦିନ ପରେ ଆସିଲେ, ସେ ସବୁ କିଛି କରିଦେଲେ। He made a way for us to go to heaven with him. ଆଉ ସେ ଆମକୁ ଗୋଟେ ରାସ୍ତା ବନେଇଲେ ଯେ ତାଙ୍କ ସହିତ ମିଶିକି ଆମେ ସ୍ୱର୍ଗ ଯିବା। All we have to do is trust him. ଆଉ ଏ ସବୁ କିଛି ଆମେ କି ପ୍ରକାର କରିବା, ଯେବେ ଆମେ ତାକୁ ବିଶ୍ୱାସ କରିବା, ତାକୁ ଭରସା କରିବା। We have to understand that we are sinners separated from God. ଆମକୁ ବୁଝିବାକୁ ପଡିବ ଯେ ଆମେ ସମସ୍ତେ ପାପୀ, ଆଉ ଆମେ ପରମେଶ୍ୱରଙ୍କ ଠାରୁ କଣ ଅଛୁ, ଅଲଗା ଅଛୁ। We have to know that Jesus Christ is the only God that loved us. ଆମକୁ ବୁଝିବାକୁ ପଡିବ, ଜାଣିବାକୁ ପଡିବ ଯେ ଯୀଶୁ ଖ୍ରୀଷ୍ଟ ହିଁ ଜଣେ ପରମେଶ୍ୱର। He died for all of our sins. ସେ ଆମର ସମସ୍ତଙ୍କର ପାପ ପାଇଁ ସେ ମୃତ୍ୟୁବରଣ କଲେ। We have to know that he rose again after 3 days to overcome sin and hell. ଆଉ 3 ଦିନ ପରେ ସେ କଣ ହେଲେ, ସେ ପାପରୁ ଆଉ ମୃତ୍ୟୁରୁ ସେ ପୁନର୍ଜୀବିତ ହେଲେ, ବିଜୟ ଲାଭ କଲେ, ଆଉ ମୃତ୍ୟୁ ଠାରୁ ସେ ପୁନର୍ଜୀବିତ ହେଲେ। If you trust him, you can call on him to save you and give you eternal life. ତୁମେ ଡାକ ଆଉ ଉଦ୍ଧାର କର ବୋଲି କୁହ, ସେ ତୁମକୁ ଉଦ୍ଧାର କରିବେ। From your heart to God, you can call on him to save you. ଆଉ ତୁମର ହୃଦୟ ପରମେଶ୍ୱରକୁ ଦିଅ, ଆଉ ତୁମେ ଡାକ ପ୍ରଭୁ ମୋତେ ମୋତେ ଉଦ୍ଧାର କର ବୋଲି, ତେବେ ସେ ଉଦ୍ଧାର କରିବ। He will clean all of your sins and set you free. ଆଉ ସେ ତୁମର ସମସ୍ତଙ୍କର ପାପକୁ କ୍ଷମା କରିବେ, ଧୋଇ ଦେବେ, ଆଉ ତୁମକୁ ସେ ମୁକ୍ତ କରିବେ। He is the true karma judge. ସେ ହେଉଛି ସତ୍ୟ କର୍ମର ଆଉ ବିଚାରକର୍ତ୍ତା। Only Jesus Christ can set you free from sin. କେବଳ ଯୀଶୁ ଖ୍ରୀଷ୍ଟ ହିଁ ଆମକୁ ପାପରୁ ମୁକ୍ତ କରିବେ। That is the good news. ଏଟା ହେଉଛି ଆମର ସୁସମ୍ବାଦ। He's offering you eternal life freely. ଆଉ ସେ ମୁକ୍ତରେ ଆଉ ସେ ଅନନ୍ତକାଳୀନ ଜୀବନ ଆଉ କଣ କିଛି ଦାନ କରୁଅଛନ୍ତି। He will give you the power to overcome evil and suffering by trusting him. ଆଉ ସେ ଆମକୁ ଶକ୍ତି ଦେଉଛି ଯେ ମନ୍ଦ ଠାରୁ ଆଉ ପାପ ଠାରୁ ସେ ଆମକୁ ବିଜୟ ଲାଭ କରିବା ପାଇଁ। Will you trust Jesus Christ to save you? ତୁମେ କଣ ପ୍ରଭୁଙ୍କୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରୁଛ କି ଉଦ୍ଧାର କର ବୋଲି କି? Read verse 8 and 27.
କିନ୍ତୁ ଯେଉଁମାନେ ଭୀରୁ, ଅବିଶ୍ୱାସୀ, ଘୃଣ୍ୟ, କଳଙ୍କିତ, ନରଘାତକ, ବ୍ୟଭିଚାରୀ, ମାୟାବୀ, ପ୍ରତିମା ପୂଜକ, ସେମାନେ ଓ ସମସ୍ତ ମିଥ୍ୟାବାଦୀ ଅଗ୍ନି ଓ କନ୍ଦକ ପ୍ରଜ୍ୱଳିତ ରୋଧରେ ଅଂଶ ପାଇବେ। ଏହା ହିଁ ଦ୍ୱିତୀୟ ମୃତ୍ୟୁ। କାରଣ କୌଣସି ଅଶୁଚି ବିଷୟକୀୟ ବା ଘୃଣ୍ୟକର୍ମକାରୀ ଓ ମିଥ୍ୟାଚାରୀ କେହି ସେଥିରେ କଦାପି ପ୍ରବେଶ କରିବେ ନାହିଁ। କେବଳ ଯେଉଁମାନଙ୍କ ନାମ ମେଷଶାବକଙ୍କ ଜୀବନ ପୁସ୍ତକରେ ଲିଖିତ ଅଛି ସେମାନେ ପ୍ରବେଶ କରିବେ। What happens to those who do not trust Jesus Christ? ଆଉ କଣ ଯୋଉ ଲୋକମାନେ ଯଦି ଯୀଶୁଙ୍କୁ ବିଶ୍ୱାସ କରିବେ ନାହିଁ ସେମାନଙ୍କର ଜୀବନ କଣ ହେବ, କଣ ଘଟିବ? Verse 8 tells us what happens. ଯୋଉ 8 ରେ ଯୋଉ ଲେଖା ଅଛି ସେମାନଙ୍କର କଣ ହେବ? If you die in your sins without making peace with God through Jesus Christ, you will end up in the lake of fire forever. ଆଉ ମନେ ରଖନ୍ତୁ ଯେଉଁ ଲୋକମାନେ ଆଉ ଉଦ୍ଧାର ନ ପାଇକି ଯୀଶୁଙ୍କୁ ବିଶ୍ୱାସ ନ କରିକି ମୃତ୍ୟୁବରଣ କରିବ ସେ କୋଉଠି ସେମାନେ ଯିବେ? ନରକକୁ ଯିବେ ସେମାନେ। That is the second death. ସେଟା ହେଉଛି ଦ୍ୱିତୀୟ ମୃତ୍ୟୁ। The eternal death of your soul forever in the lake of fire. ଆଉ ମନେ ରଖନ୍ତୁ ସେଇଠାରେ ତୁମେ ଅନନ୍ତ କାଳ ପର୍ଯ୍ୟନ୍ତ ସେଇ ନରକରେ ତୁମେ ଥିବ। You will be separated from God forever. ତୁମେ ସବୁବେଳ ପାଇଁ ପ୍ରଭୁଙ୍କ ଠାରୁ ତୁମେ ଅଲଗା ରହିବ। If you love sin and evil in this life, you will have it forever in the next life. ଆଉ ଯଦି ତୁମେ ପାପକୁ ଆଉ ଶୈତାନକୁ ଯଦି ପ୍ରେମ କରିବ ତେବେ ତୁମର ଅଲଗା ଜୀବନ ଅଛି। Forever you will experience pain, suffering, torment, and sorrow. ଆଉ ତୁମେ ଯଦି ଯୀଶୁଙ୍କୁ ବିଶ୍ୱାସ ନ କରିକି ତୁମେ ପାପକୁ ପ୍ରେମ କରିକି ଯଦି ତୁମେ ଏଇ ଜୀବନ ବିତେଇବ ତେବେ ତୁମ ଜୀବନରେ ଦୁଃଖ, କଷ୍ଟ, ତାଡ଼ନା, ଯନ୍ତ୍ରଣା ଆଉ ରହିବ। God cannot tolerate sin and evil. ମନେ ରଖନ୍ତୁ ପରମେଶ୍ୱର କେବେ ଶୈତାନକୁ ପାପକୁ କେବେ ସେ ସହ୍ୟ କରିବ ନାହିଁ। He is completely just, so he must punish sin and evil. ସେ ସମ୍ପୂର୍ଣ୍ଣ ଭାବେ ସେ ବିଚାର କରିବ ଆଉ ସେ ଦଣ୍ଡ ଦେବ ସେ ପାପୀ ମାନଙ୍କୁ। This is the reality of the lake of fire. ଆଉ ଏଟା ହେଉଛି ପ୍ରକୃତ ବିଷୟ ଆଉ ଯୋଉମାନେ ନରକର ବିଷୟ। Light and dark cannot be together. ମନେ ରଖନ୍ତୁ ଆଉ ଅନ୍ଧକାର ଆଉ ଜ୍ୟୋତି କେବେ ମଧ୍ୟ ଏକତ୍ରିତ ହେବେ ନାହିଁ। God has a book of life of who has eternal life and who does not. ଆଉ ପରମେଶ୍ୱର ହେଉଛନ୍ତି ଜୀବନ୍ତ ପୁସ୍ତକ ଯେଉଁମାନଙ୍କର ନାମ ସେଠାରେ ଅଛନ୍ତି ସେମାନେ ହିଁ ଅନନ୍ତ ଜୀବନ ପାଇବେ। If your name is not in the book, you will end up in the lake of fire. ଦେଖନ୍ତୁ ସେଇଠାରେ ଯଦି ତୁମମାନଙ୍କର ନାମ ନାହିଁ ତେବେ ତୁମେ ସେ ନରକରେ ପଡ଼ିବ ତୁମେ। This is no joke. ଏଟା ଜୋକ୍ ନାହିଁ, ଏଟା ମଜା ନାହିଁ। There's no second chance. ଆଉ ଦ୍ୱିତୀୟ ସମୟ ନାହିଁ। This is why it's important to make peace with God now while you can. ସେଥିପାଇଁ ଏବେ ତୁମ ପାଇଁ ଗୋଟେ ମୂଲ୍ୟ ବିଷୟ ଯେ ଯୀଶୁଙ୍କ ସହିତ ତୁମେ କ'ଣ କର? ବିଶ୍ୱାସ କର ଯୀଶୁଙ୍କୁ। You never know when you will die. ସେମାନେ ଜାଣିବେ ନାହିଁ ମରିବେ। If you do not make peace with God, you will always be uncertain. ଯଦି ତୁମେ ପ୍ରଭୁଙ୍କ ସହିତ ସାନ୍ତ୍ୱନା ରଖିବ ନାହିଁ ତେବେ ତୁମେ ସବୁବେଳେ ପାଇଁ ତୁମେ ଶୈତାନରେ ହିଁ ରହିବ। Anata and I want you to be at peace with God. ଆଉ ଅନନ୍ତ ମୁଁ ପରମେଶ୍ୱରଙ୍କ ସହିତ ଆମେ ଶାନ୍ତିରେ ଅଛୁ। This is why we're telling you the truth today. ଏଇଟା ଆମେ ସତ୍ୟତା ତୁମମାନଙ୍କୁ ଆଜି କହୁଅଛୁ। What will you do with that truth? ଆଉ ଯଦି ବିନା ସତ୍ୟରେ ତୁମେ କ'ଣ କରିବ? Will you trust Jesus Christ? ତୁମେ କ'ଣ ଯୀଶୁଙ୍କୁ ବିଶ୍ୱାସ କରିବ କି? How many of you have trusted Jesus Christ before? କେତେ ଜଣ ଯୀଶୁଙ୍କୁ ବିଶ୍ୱାସ କରିବ? ହାତ ଟେକ। How many of you have never trusted Christ before? ଆଗରୁ କେତେ ଜଣ ବିଶ୍ୱାସ କରୁନଥିଲ? Anybody? Yeah, before they are not believing. Now they are believing. Put down. You have a chance to make peace with God. ଏବେ ତୁମକୁ ଗୋଟେ ସୁଯୋଗ ଅଛି ପ୍ରଭୁଙ୍କ ସହିତ ଶାନ୍ତି ରଖିବା ପାଇଁ। Let's pray. ହେଲେ ପ୍ରାର୍ଥନା କରିବା।
If you want to make peace with God, you pray from your heart to God. ଯଦି ତୁମେ ପ୍ରଭୁଙ୍କ ସହିତ ଶାନ୍ତି ବନେଇବାକୁ ଚାହୁଁଛ ତେବେ ତୁମେ ହୃଦୟ ଦ୍ୱାରା ତୁମେ ପ୍ରାର୍ଥନା କର। If you believe and you trust Christ, He will save you. ଯଦି ତୁମେ ବିଶ୍ୱାସ କରୁଛ ତେବେ ପ୍ରଭୁ ତୁମକୁ ଉଦ୍ଧାର କରିବେ। Let's pray. ଚାଲ ପ୍ରାର୍ଥନା କର, ବାକ୍ୟ ବନ୍ଦ କର। Dear God, thank you for this day. ପ୍ରିୟ ପରମେଶ୍ୱର, ଆଜି ସେ ଏ ଦିନ ପାଇଁ ଆମେ ଧନ୍ୟବାଦ ଦଉଛୁ। I pray these people would understand that they're sinners and they can't make it to heaven themselves. ପ୍ରଭୁ ମୁଁ ପ୍ରାର୍ଥନା କରୁଛି ବାପା, ଏଇ ଲୋକମାନେ ଯେପରି ନିଜକୁ ବୁଝିପାରିବେ ଯେପରି ମୁଁ ଗୋଟେ ପାପୀ ବୋଲିକି, ଆଉ ବାପା ଯେ ପାପର ଯେପରି କ୍ଷମା ମାଗିକି ତୁମକୁ ଯେପରି ବିଶ୍ୱାସ କରି ସ୍ୱର୍ଗ ଯାଇପାରିବେ ପ୍ରଭୁ। I pray they would understand that you, Jesus Christ, are the only God. ସେମାନେ ମୁଁ ପ୍ରାର୍ଥନା କରୁଛି ବାପା, ସେମାନେ ଯେପରି ବୁଝିପାରିବେ ଯେ ଯୀଶୁ ଖ୍ରୀଷ୍ଟ ହିଁ ଗୋଟିଏ ପରମେଶ୍ୱର ବୋଲିକି କହିପାରିବେ ପ୍ରଭୁ। That you loved them and died on the cross for their sins. ପ୍ରଭୁ ତୁମେ ସେମାନଙ୍କୁ ପ୍ରେମ କଲ, ତୁମେ ପ୍ରଭୁ ତାଙ୍କର ପାପ ପାଇଁ ତୁମେ କ୍ରୁଶରେ ବାପା ତୁମେ ନିଜର ଜୀବନ ଦେଲ ପ୍ରଭୁ। That you rose again after 3 days. କିନ୍ତୁ ପ୍ରଭୁ ତୁମେ 3 ଦିନ ପରେ ପୁଣି ଥରେ ଜୀବିତ ହେଲ ପ୍ରଭୁ। I pray they would understand that if they confess with their mouth ପ୍ରଭୁ ପ୍ରାର୍ଥନା କରୁଛି ବାପା, ସେମାନେ ଯେପରି ବୁଝିପାରିବେ ପ୍ରଭୁ, ତାଙ୍କ ମୁଖ ଦେଇକି ସ୍ୱୀକାର କରିପାରିବେ and believe in their heart the Lord Jesus Christ, ଆଉ ଯେପରି ସେମାନେ ତାଙ୍କ ହୃଦୟରେ ବିଶ୍ୱାସ କରିବେ ଆଉ ବାପା ଆଉ ଯୀଶୁ ଖ୍ରୀଷ୍ଟ ହିଁ ପରମେଶ୍ୱର କହିବେ ପ୍ରଭୁ, that they will be saved. ଯେପରି ସେମାନେ ଉଦ୍ଧାର ପାଇବେ ପ୍ରଭୁ। I pray that they would do that now. ପ୍ରଭୁ ମୁଁ ପ୍ରାର୍ଥନା କରୁଛି ଯେପରି ଏବେ ସେଟା ଯେପରି ସେମାନେ କରିବେ, That you would hear them and answer according to your promise. ପ୍ରଭୁ ତୁମେ ସେମାନଙ୍କର ପ୍ରାର୍ଥନା ଶୁଣିବ ଆଉ ସେମାନଙ୍କୁ ତୁମେ ଉତ୍ତର ଦେବ ପ୍ରଭୁ, ତୁମର ଯେପରି ପ୍ରତିଜ୍ଞା ଅନୁସାରେ ପ୍ରଭୁ। That whoever believes in him will not perish but have eternal life. ଯେଉଁମାନେ ପ୍ରଭୁ ଯେପରି ବିଶ୍ୱାସ କରୁଛନ୍ତି ଶୁଣୁଛନ୍ତି ସେମାନେ କେବେ ବି ବିନଷ୍ଟ ହେବେ ନାହିଁ, ସେମାନେ ଅନନ୍ତ ଜୀବନ ପାଇବେ। We pray these things in Jesus' name. Amen. ଆମେ ପ୍ରାର୍ଥନା କରୁ, ଯୀଶୁଙ୍କ ନାମ ପ୍ରାର୍ଥନା କଲୁ, ଆମେନ୍। If you pray and believe that, ତୁମେ ଯଦି ପ୍ରାର୍ଥନା କରି ବିଶ୍ୱାସ କରୁଛ, Christ promises you eternal life in the Bible. ଆଉ ପ୍ରଭୁ ପ୍ରତିଜ୍ଞା କରୁଛନ୍ତି ଆଉ ସେ ଅନନ୍ତ ଜୀବନ ସେ ଦେବେ ତୁମମାନଙ୍କୁ। Does anybody here feel like they made peace with God today? ଆଉ ଆଜି ତୁମେ କେହି ପ୍ରଭୁଙ୍କ ସହିତ ବାସ କରିବା ପାଇଁ ଚାହୁଁଛ କି? If you did, then amen. ଯଦି ତୁମେ କରୁଛ ତେବେ ଆମେନ୍। All right, thank you.